ସକାଳୁ ସକାଳୁ ଗୋଟେ ପ୍ଲାନ୍ ହେଲା ମାଛ ତାୱା ଫ୍ରାଏ ହବ। ଯାଇକି ମାଛ ନେଇକି ଆସିଲି ବଜାରରୁ। ମୁଁ କରିମି ବୋଲି ନିଜେ ବାହାରିଲି କରିମି ବୋଲି, କିନ୍ତୁ ମାମା ଭାବିଲା ମୁଁ ବୋଧେ କ'ଣ ଖରାପ ଖୁରୁପ କରିଦେମି। କହିଲା ତୁ ତୋର ଯେତିକି ଖାଇବୁ ତୋର ସେତିକି କରିଦେ। ଆମକୁ କେତେ 2-4 ପିସ୍ ମାଛ ମୋର ଧୋଇ ଧାଇକି ରେଡ଼ି କରିଦେଇଛନ୍ତି। 6-7 ପିସ୍ ମାଛ ସିଏ ତାଙ୍କର ଫ୍ରାଏ କରିବେ ବୋଲି ସିଏ ତାର ଅଲଗା ମାଛ କରିଦେଇଛନ୍ତି। ଏପଟେ ରଶ୍ମିତାର ଲାଗିଛି ରସୁଣ ଫସୁଣ ଛଡ଼େଇଲା ପରେ ରେସିପିଟା ଦେଖେଇମି। ସବୁ ଜିନିଷ ପତ୍ର ହେଇକି ରେଡ଼ି। ତା ଦେହରେ କ'ଣ ସବୁ କହିଲେ ଦେଖୁନ ଏଠି ପିଆଜ, ସୋରିଷ, ରସୁଣ, ଲଙ୍କା ଆଉ ଅଦା, ଏତିକି ଜିନିଷ। ଆଉ ଏଠି ରହିଛି ଗୋଟା ରସୁଣ ରହିଛି। ଏତିକି ଗ୍ରାଇଣ୍ଡିଙ୍ଗ ହେଲା ପରେ ଗୋଟା ରସୁଣ ଟିକେ ଦର ସିଝା ହେଇକି ତା ଦେହରେ ପଡ଼ିବ। ଗ୍ରାଇଣ୍ଡିଙ୍ଗ କର। ଲୁଣ ଦେଖ କେତେ ଲୁଣ ଅଳ୍ପ। ଏତିକି? ହଁ ଗଲା, ଆଉ ତ କିଛି ନାହିଁ। ନା ତୁ ଯା ପଳା ପକଉନୁ ବେଳେ ମତେ କ'ଣ ନେଇଛୁ। ରସୁଣ ଛେଚାଟା ଛେଚା ମସଲାଟା ମସଲା ଅଧିକ ହେଇଗଲେ ଅଳ୍ପ ପକାନ ଅଳ୍ପ ଗୋଳା। ସୋରିଷ ତେଲ ଟିକେ ଦେଇ ଦେଖା ସୋରିଷ ତେଲ ଟିକେ ପକା। କଟା ପିଆଜ ପଛରେ ପକେଇଦେବ। କଟା ପିଆଜ ତ ମୁଁ କହିଲି ସେ ଗୋଳେଇ ସେମିତି ଛାଡ଼ିଦେ। କଟା ପିଆଜଟା ପକେଇଦେବ ପଛରେ। ଛାଡ଼ିଦେବୁ ସେମିତି ଛାଡ଼ିଦେ। ହଁ ବାସ୍ ମସଲା। ଆଉ ଟିକେ ମସଲା ପକେଇଦେ ହେଇଯିବ ସବୁ। ଆଉ ଟିକେ ଦେ ନାଗୁନି। ଆଉ ଟିକେ ଦେ ପାଣିଆ ହେଇଥାନ୍ତା ଆଉ ଟିକେ। ଆଉ କ'ଣ ତ ବାସ୍ ଥାଉ ସେମିତି ଥାଉ ତା ଉପରେ। ତାପରେ ଏଇଟା ଖାଲି ରଖିଦେ। ତାପରେ ଲେଟ୍ କୁକର୍ ଏସି ରିମୋଟ ନା ଏସି ରିମୋଟ। ବାପା କାନ୍ଦିଲେଣି। ଦେଖନି କେତେ କାନ୍ଦୁଛନ୍ତି ଅନାନି। ଯା ଡାକେ ବାପାକୁ ଡାକେ। ଆସ ଖାଇବ ଯା। ଲୁହ ପୋଛିଦେ ବାପା କାନ୍ଦୁଛନ୍ତି ବା। ଲୁହ ପୋଛିଦେ ଆଉଁସି ଦେନି ଆଖିକି ଆଉଁସି ଦେ। ଏମିତି ଆଖି ଆଉଁସି ଦେ। ଆଉଁସିବୁନୁ ମାଉ। ସେ ଗଲା ଏସି ଲଗେଇବ। ଏସିରେ ବାପା ଟିକେ ଥଣ୍ଡା ହବ। ଏସିଟା ଲଗେଇଦେ। ଏସି ଯାଇଛି ସେ ଲଗେଇବା ପାଇଁ। ପଡ଼ିବୁ ଏସି ଲଗେଇବୁ କ'ଣ ପାଇଁ? ଗରମ ହଉଛି। ହେଇଲୋ ନଗେଇ ଦେଲା ଲୋ ସତକୁ ସତ ନଗା। ଆଖି ମାଇଲୁ ବାବା ଡାକେ ଖାଇବେ। ଉଠୁ ମାଇଲୁ ଆଖି କହିଛି। ବାବା ଆଖି କାଟୁଛି। ଆଜ୍ଞା ହଉଛି ତୁ ସିଏ ଲଗେଇବାରେ ବ୍ୟସ୍ତ ଆଖି।
ଆଚ୍ଛା ଆଚ୍ଛା ମୋ ଆଖିକି ତୁ ମାଇଲୁ ଆଉ ତୁ ଆଇସୁ ଆଉସୁଲି ତ ଫାଷ୍ଟ ଆଉଥିଲା ହଁ ମୁଁ ତାପରେ ଯେତେବେଳେ ଭିଡିଓ କଲି ଆଉ ଯାଉନି ଜାଣିପାରିଲା ତ ବେଲୁନ ନବୁ ବେଲୁନ ଆଉ ଗୋଟେ ଦିଟା ବେଲୁନ ତାର ଦିଟା अरे बाबा गोटे आबा देदेनी ଆବା ଆବା आबा देदी हाँ आखिरा नाली पके देला लो ହଁ, खातिर ଗୋଇଠା ମାରିଦେଲା ମୋ ଆଖିଟା ଗୋଇଠା ମାରିଦେଲା ମୋ ଆଖି ପୁରା ଶୁଣନା। ଆଖି କେମିତି ନାଲି ପଡିଛି ଦେଖୁଛୁ ନା ତୁ ମାଇଲୁ ଏଇ ଦେଖ ଦେଖିଲୁ ଆଉ ପୁରା ମ୍ୟାରିନେଟ୍ କରି ପଳେଇଥିଲି ଏବେ ଆସିକି କାମରୁ ଜଷ୍ଟ ଆସିକି ପହଞ୍ଚିଲି ବର୍ତ୍ତମାନ ମାଛ ତାୱା ଫ୍ରାଏ କରାହବ ସୁସୁବାରି ଆଜି ଟିକେ ବହୁତ ଦିନ ପରେ ଖିଆ ହେଇନଥିଲା ଆଜି ବାଟରୁ ଜାରକା ଯାଇଥିଲି ବାଟରୁ ସୁସୁବାରି ପାଇଲି ସୁସୁବାରି ଦୁଇଟା ନେଇଲି ଗୋଟେ ଚିକେନ ଦେବି ସାନ ମାଆର ଆଉ ତାୱା ବସିଲା ବର୍ତ୍ତମାନ ସୋରିଷ ତେଲ ଆମର ଢଳା ହେଇଗଲା ଡାଇରେକ୍ଟ ପକା ମସଲା ସହ ମସଲାଟା ମାମା ତାକୁ ସବୁ ପୋଛି ପାଚିକି ଦେଇ ଦେଇଛି ଦେଖୁଛ ନା ପକେଇଦେ ତାପରେ ମସଲା ବରଂ ଥୋଇଦେବୁ ଇଏ କାମ ନୁହେଁ ଏମିତି କଣ ହଉଛୁ ରୋଷେଇ ଝିଅ ପିଲାଟା ହେଇକି ରୋଷେଇ କରେ ସେ କାହିଁ ଛିଟିକିବ ଧୀରେ କିନା ଥୋଇବି ଛିଟିକି ପଡିବ ଆଉ ଗୋଟେ ବାର ପକେଇଦେବା ଆଉ ହେଇଠି ପକଉନୁ ଏପଟକୁ ଏଇପଟକୁ ପକା ତାପରେ ମସଲା ଗୁଡ଼ା ପକେଇଦେ ସବୁ ଯାହା ପୋଛିଦେ କ'ଣ କରିବୁ ବଡ଼ା ବଡ଼ କାମଟା କଣ ପଡ଼ିଗଲା ପରେ ସବୁଥିରେ ଲେଟ୍ ପ୍ରୋସେସ୍ ପୋଡ଼ିଗଲା ପରେ ତଳ ଲାଗିଗଲା ପରେ ହଁ ବାସ୍ ସେଇଟା ବାସ୍ ଛାଡ଼ିଦେ ଛାଡ଼ିଦେ ହଁ ସାଇଜ୍ ଦେଖା ତୁ ଧର ବର୍ତ୍ତମାନ ତାୱା ଫ୍ରାଏ ଚାଲିଛି ପୁରା ଜୋରସୋରରେ ଜଳା ନା ନହେଲେ ତମେ ନିଜେ ମୋଡ଼ିଲ ଆରେ ଗ୍ୟାସଟାକୁ ଜିରୋ କରିଦେ ସିଏ କୁଆଡ଼ୁ ହବ ତମେ ଭାରି ଗପୁଛ ଜାଣିଛ ନା ଆଇଁଷ ଫାଇଁଷ ଯୋଉ ନ ହବ ତମର ଭାରି କଥା ବାହାରିବ ତମ ପାଟିରୁ ହଁ କରି କରିକି ଦେବେ ଖାଇବାକୁ ଏଥିରେ ବହୁତ କଥା ତମେ ଟିକେ ଜମା ସାଙ୍ଗେ ସାଙ୍ଗେ ନଉଟା ନା ତାପରେ କବେ ଖାଇତେ ଯିବ ନା ମୁଁ କେତେ ଭିଡ଼ିଓ କରିକି ୟୁଟ୍ୟୁବ ମାଧ୍ୟମରେ ଛାଡ଼ିଛି ଲୋକମାନେ ଦେଖିଛନ୍ତି ନିଜେ କରିଛି ଆମେ ୟୁଟ୍ୟୁବ ଚ୍ୟାନେଲରେ ଆମେ ଆମର ଛାଡ଼ି ପାରିନୁ ବୋଲି କ'ଣ ତାପରେ ଖାଇନୁ ଏ ଲୋକଟା କରେଇଦେବେନି ବର୍ତ୍ତମାନ ଆମର ହେଇକି ସବୁ ପୁରା ରେଡ଼ି ବାହାର କରିଦେଉନୁ ଆଉ କ'ଣ ଅଛି ପୁରା ରେଡ଼ି ହେଇଯାଇଛି ବାକି ଦେଖାହେଉଛି ତ ଜବରଦସ୍ତ ଖାଇଲେ ଜଣାପଡ଼ିବ ଟେଷ୍ଟଟା କେମିତି ହେଇଛି ଦେଖ ତାୱା ଫ୍ରାଏ ପୁରା ରେଡ଼ି ତୁ ବି ଶିଖିଗଲୁ ନା ମୋ କତରୁ ଆଜି ଶିଖିଗଲୁ ନା ମୋ କତରୁ ଆଜି ଶିଖିଗଲୁ ଆଉ ଦେଖ ପୁରା ଜବରଦସ୍ତ ତା ଉପରେ ଖାଲି ଟିକେ ହାଲକା ଲେମ୍ବୁ ପିଆଜ ଟିକେ ପଡ଼ିବ ପଖାଳ ଭାତ ପୁରା ବହି ଗୁଣ୍ଡ ମୁଁ ଖାଲି ଗାଧେଇକି ଆସେ ଆଗ ଟେଷ୍ଟ କରି ଆମର ପୁରା ଖାଇବା ରେଡ଼ି ଖାଇବାଟା ଖାଲି ଦେଖଉଛି ଗାଧେଇ ପାଧେଇ ପଳେଇ ଆସିଲି ପୁରା ଫ୍ରେଶ୍ ତାପରେ ଯେଉଁ ଖରା ଗରମକୁ ପଖାଳ ଓ ବିୟୁଟିଫୁଲ୍ ପଖାଳ ଏଥିରେ ଚିକେନ୍ ଆସ୍ ଏଇଟା ତ ଏକ୍ସଲେଣ୍ଟ ଲେମ୍ବୁ ଚିପୁଡ଼ିଛ ସବୁ ଉପରେ ଆଗେ ଟିକେ ପଖାଳ ଲୁଣ ପଡ଼ୁଛି ଟେଷ୍ଟ କର ତୁ କରୁଛୁ ମୁଁ ସବୁ ଗୋଳେଇ ଗାଳେଇ କରିଛି ସିନା ହଁ ସେଇଗୁଡ଼ା
ହଁ ତା ପତଳା ତାର ବା ଓ ବଢ଼ିଆ ଟେଷ୍ଟ ହେଇଛି। ବାକି ଆର ଯେଉଁ ରସୁଣଟା ପଡ଼ିଛି ସେମାନେ 2 ଗୁଣା ଟେଷ୍ଟଟା ପୁରା ବଢ଼େଇ ଦେଉଛି। ପୁରା ରସୁଣ ସୋରିଷ ତେଲର ବାସ୍ନାଟା ଆସୁଛି, ମଜା ଲାଗୁଛି। ବଢ଼ିଆ ଲାଗୁନି ରସୁଣ ସୋରିଷ ତେଲ? ତୋ ମୁହଁରୁ ଲାଗୁଛି ତତେ ଭଲ ଲାଗୁନି ବୋଧେ। ଭିଡ଼ିଓ କରୁଛି ବୋଲି କହୁଛୁ ଭଲ ଲାଗୁଛି କିଏ ଜାଣେ। ବଢ଼ିଆ ନାହିଁ ସତରେ ଭଲ ଟେଷ୍ଟ ଅଛି। ଚିକେନଟା ବି ଟେଷ୍ଟ କରିଦେବା। ଟେଷ୍ଟ ଖାଇଦେବା ଖାଇ କଥା। ଆଉ ଗୋଟେ ପିଲାକୁ ଦେଖ, ମା ତାର ମୋବାଇଲ ଦେଖିବାରେ ବ୍ୟସ୍ତ, ଝିଅ ତାର ଦେଖ ପାଉଡର କଳା ରାତିରେ ମାରି ହେଉଛି ପାଉଡର କଳା। ତୋର ମାନେ ପାଉଡର ସବୁବେଳେ କାମ। ଆଁ ଦେଖୁନା ମୁଣ୍ଡରେ ପାଉଡର, ହାତ ଦେହ ସାରା ସେ ପାଉଡର ଢଳା କଳା ନାଗୁଛି। କଳା ନାଗୁଛୁ? କଳା ନାହିଁ କି ମୁଣ୍ଡରେ? ମାନେ ଗୋଟେ ଦେଖ କେଡ଼େ ବଡ଼ ପାଉଡର ମୁଁ ତାକୁ ମଗେଇଥିଲି, ଏତିକି ବଡ଼, ମାନେ କେତେଟା 700 ଗ୍ରାମ, ଗୋଟେ କିଲେ ପାଖାପାଖି। ତା ଦେହରେ ଆଉ ନାହିଁ, କେବଳ ସିଏ ମାରି ହେଇନି ଯେତିକି, ଢଳା ହେଇଛି ସେତିକି। ମାଉ ବାପାର ଜାହାଜ ଚାଲିଛି? ହଁ ହଁ ବାପାର ଜାହାଜ ଚାଲିଥିବ ବା। ଦେଖୁନା ସେ ପାଉଡରକୁ ଢାଳିକି ସେ କ'ଣ କରିଛି। ଏଇଟା କ'ଣ ହଉଛି ବାପୁ? ତତେ ବି ଟିକେ ଭଲ ହେଲା, ତୋର ମୋବାଇଲ ଦେଖିବୁ, ସେ ତାହେଲେ ଯାହା କରୁଛି କରୁ ଆଉ ନା। ଇଆଡ଼େ ଏସି ଲାଗିଛି, ଇଆଡ଼େ ବାପା ତାଙ୍କର କାମ ଚଲେଇଛନ୍ତି। ହଉ ଚଲା।